ଭାରତ ଏକ ପ୍ରାଚୀନ ଓ ସଂସ୍କୃତିମୟ ଦେଶ। ଏହାର ଐତିହ୍ୟ ଅତୁଟ ଓ ଗୌରବମୟ। ଆଜିର ଭାରତ ବିକାଶ ଓ ଉନ୍ନତିର ଏକ ନୂତନ ଦିଗରେ ଅଗ୍ରସର। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିକଶିତ ଭାରତ 2064 ଦୃଷ୍ଟିକୋଣ ରଖାଯାଇଛି। ମହିଳାମାନଙ୍କର ଉନ୍ନତି ଦିଗରେ ଅଗ୍ରସର କରାଯିବା ପାଇଁ 2017 ମସିହାରେ ଭାରତ ସରକାରଙ୍କର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଓ ମିଶନ ଶକ୍ତି ବିଭାଗ ଅଧୀନରେ ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ ଗଠନ କରାଯାଇଥିଲା। ସମୃଦ୍ଧ ଭାରତ ଗଠନରେ ସମସ୍ତ ନାଗରିକଙ୍କର କିଛି ନା କିଛି ଭୂମିକା ରହିଛି। ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ। ସେ ହିଁ ଦେଶର ନିର୍ମାତା। ଛାତ୍ରଛାତ୍ରୀମାନେ ଦେଶର ଭବିଷ୍ୟତ। ତାଙ୍କରି ସେବାରେ ହସିବ ଦେଶ। ନାରୀ ଓ ଶିଶୁର ବିକାଶ ପାଇଁ ଆମକୁ ବିଭିନ୍ନ ପ୍ରକାର ସମୃଦ୍ଧିର ଉନ୍ନତି କରିବା ପାଇଁ ଆମ ଭାରତ ସର୍ବପ୍ରଥମେ ଆଗରେ ରହିବାକୁ ଚାହିଁଛି। Every government deserves a quality education. They should have the some opportunity and a